ଆଗକୁ ରଜ ଆସୁଛି, ଆପଣମାନେ ବହୁତ ଥର ପୋଡ଼ ପିଠା ତ ନିଶ୍ଚିନ୍ତ ବନେଇବେ, କିନ୍ତୁ ଏଇଥର ବନେଇବା ସୁଜି ଆଉ ଆମ୍ବର କେକ୍, ଯୋଉଟାକି ଆପଣ ବିନା ମଇଦା, ବିନା ଅଣ୍ଡା, ବିନା ମାଇକ୍ରୋ ଓଭେନରେ ବନେଇ ପାରିବେ ବହୁତ ସହଜ ଉପାୟରେ। ନମସ୍କାର, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ଯେହେତୁ ଆଜି ଆମ୍ବ କେକ୍ ବନେଇବା ସୁଜିରେ, ତ ଏଇଠି ଆପଣ ମୋଟା ସରୁ ସୁଜି ଯୋଉ ସୁଜି ବି ଆପଣ ନେଇପାରିବେ। ଯେହେତୁ ଆମେ ସୁଜିକି ଗ୍ରାଇଣ୍ଡ କରିବା, ତ ଆପଣ ଯେତେ ବଡ଼ କେକ୍ ବନେଇବେ ସେଇ ଅନୁସାରେ ସୁଜି ମାପରେ ନେଇପାରିବେ। ମୁଁ ତ ଏଠି ଗୋଟେ ଛୋଟ ଗ୍ରାଇଣ୍ଡିଂ ଜାର୍ ନେଇଛି। ଏଠି ନେଇଛି ଗୋଟେ ଗିନା ସୁଜି, ଅଧାରୁ ଆଉ ଟିକେ କମ୍ ନେଇଛି ସୁଜି, 1.5 ଗିନାରୁ ଟିକେ କମ୍ ନେଇଛି ସୁଜି। ଏଠି ଆପଣ ଯେତେ ବଡ଼ କେକ୍ ବନେଇବେ ସେଇ ଅନୁସାରେ ମାପରେ ଆପଣ ନେଇପାରିବେ। ଆଉ ଚିନି ଆପଣ ଆପଣଙ୍କ ସ୍ୱାଦ ଅନୁସାରେ ନେଇପାରିବେ। ମୁଁ ଅଧ ଗିନାରୁ ଟିକେ ଅଧିକା ଚିନି ନେଇଥିଲି, ତ ଟିକେ ଚିନି ଏଠି କମେଇଦେଲି, ମୋତେ ଲାଗିଲା ଟିକେ ମିଠା ହେଇଯିବ। ଆପଣ ଯଦି କମ୍ ଚିନିର ମାନେ ମିଠା ଚାହୁଁଛନ୍ତି ତ ଟିକେ କମ୍ ଚିନି ନେଇପାରିବେ। ଏଠି 3ଟା ଗୁଜୁରାତିକୁ ମଞ୍ଜି ବାହାର କରିକି ପକେଇଛି, ତ ଏଇଟା ଅପସନାଲ ଅଛି। ଯେହେତୁ ଆମ୍ବର ନିଜସ୍ୱ ବାସ୍ନା ଅଛି, ତ ଚାହିଁଲେ ଆପଣ ପକେଇ ପାରିବେ, ନହେଲେ ସ୍କିପ୍ କରିପାରିବେ। ଏଥର ସୁଜି ଆଉ ଚିନି କି ଏଠି ଗ୍ରାଇଣ୍ଡ କରିକି ନେଇକି ଗୋଟେ ବଡ଼ ଜାଗାକୁ ଏଠି ସବୁକୁ ଟ୍ରାନ୍ସଫର କରିନେବା। ବନେଇବା ଅତି ସହଜ ଆଉ ଖାଇବାକୁ ବି ବହୁତ ହି ଟେଷ୍ଟି ଲାଗୁଛି। ନିଶ୍ଚିନ୍ତ ରଜରେ ଆପଣ ଏଇଟା ବନାନ୍ତୁ। ମୁଁ ଏଠି 3 ଚାମଚ ନେଇଛି ଅମୁଲ। ଆପଣ ଅମୁଲ ବଦଳରେ ଆପଣ କ୍ଷୀର ମଧ୍ୟ ବ୍ୟବହାର କରିପାରିବେ। ତ ଏଠି ଅମୁଲ ଦେଲା ପରେ ମୁଁ ଏଠି ଚିନି ଦେଇଦେଇଛି ପିଞ୍ଚଟେ, ଯୋଉଟାକି କେକ୍ର ଟେଷ୍ଟଟା ଭଲ ଆସିବ। ସବୁକୁ ଭଲସେ ଆମେ ଗୋଳେଇ ନେବା। ତ ରଜ 3 ଦିନ ଖାଇବା ପାଇଁ ଏମିତି ଆପଣ ବନେଇକିରି କେକ୍ ବନେଇକି ରଖିକି ଖାଇପାରିବେ। ଯେହେତୁ ଆମ୍ବର ସିଜନ ଚାଲିଛି, ସବୁକୁ ଗୋଳେଇଲା ପରେ ରଖିବା ସାଇଡରେ। ଏଠି ଯୋଉ ଗିନାରେ ମୁଁ ସୁଜି ନେଇଥିଲି ସେମ୍ ଗିନାରେ ଏଠି 1.5 ଗିନା ନେଇଛି ଆମ୍ବ। ଆପଣ ଆମ୍ବ କମ୍ ଅଧିକା ବି କରିପାରିବେ, କିନ୍ତୁ ମନେ ରଖନ୍ତୁ ଏଠି ଯୋଉ ଆପଣ କେକ୍ରେ ଆମ୍ବ ବ୍ୟବହାର କରିବେ, ମିଠା ଆମ୍ବ ନେବେ, ଖଟା ଆମ୍ବ ଜମା ନେବେନି। ତ ଆପଣଙ୍କ କେକ୍ର ଟେଷ୍ଟଟା ଭଲ ଆସିବନି। ଯୋଉ ଜାର୍ରେ ମୁଁ ସୁଜି ଗ୍ରାଇଣ୍ଡ କରିଥିଲି ସେଇ ଜାର୍ରେ ପୁଣି ମୁଁ ସବୁ ଆମ୍ବକୁ ଏଠି ଦେଇଦେବି। ତ ଥରେ ଏମିତି କେକ୍ ବନାନ୍ତୁ ରଜକୁ, ଟିକେ ପୋଡ଼ ପିଠା ସହିତ କେକ୍ର ମଜା ବି ନିଅନ୍ତୁ। ତ ମୁଁ ଏଠି ଗୋଟେ ଗିନା ପାଣି ୟୁଜ୍ କରିଛି। ଆପଣ ଯଦି ଅମୁଲ ୟୁଜ୍ କରୁନାହାନ୍ତି ତ ଏଠି ଆପଣ କ୍ଷୀର ଦେଇପାରିବେ, ତ କେକ୍ର ଟେଷ୍ଟଟା ଭଲ ଆସିବ। ତ ଏସବୁ ପାଣି ଦେଲା ପରେ ଏଠି ଗ୍ରାଇଣ୍ଡ କରିନେବା। ତ ଦେଖିପାରୁଥିବେ ବହୁତ ଚିକଣ କରି ଏଠି ଗ୍ରାଇଣ୍ଡ କରିକି ନେଇ ଆସିଛି ମୁଁ ଆମ୍ବକୁ। ଯୋଉ ଆମେ ସୁଜି ଗୋଳେଇକି ରଖିଥିଲେ, ସୁଜି ଆଉ ଅମୁଲ, ଚିନି, ତ ଆମ୍ବର ଏଇ ବାଟରକୁ ଆମେ ଆଡ୍ କରିନେବା। ତ ପ୍ରଥମରୁ ହିଁ କ୍ଷୀର କିମ୍ବା ଆପଣ ପାଣି ଯାହା ବି ଦେଉଛନ୍ତି, ପ୍ରଥମେ ଅଧିକା ପାଣି ଦିଅନ୍ତୁନି। ଆପଣ ଗୋଳେଇ ସାରିଲା ପରେ ଆପଣ ସୁଜି ଚାହିଁକି ଆପଣ କ୍ଷୀର ପାଣି ଆଡ୍ କରିପାରିବେ। ତ ଆମ୍ବର ପ୍ୟୁରି ପକେଇଲା ପରେ ଭଲସେ ସବୁକୁ ଗୋଳେଇ ନେବା। ଦର୍ଶକ ବନ୍ଧୁ, ଆଜିର ରେସିପିଟା ଯଦି ଭଲ ଲାଗୁଛି ତ ଭିଡ଼ିଓ ଗୋଟେ ନିଶ୍ଚିନ୍ତ ଲାଇକ୍ କରିନେବେ। ମୋ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆପଣଙ୍କୁ ରେସିପିଟା କେମିତି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ନିଶ୍ଚୟ ସେୟାର କରିବେ। ତ ଏଠି 10ରୁ 20 ମିନିଟ୍ ଆପଣଙ୍କ ପାଖରେ ଯେତିକି ସମୟ ଅଛି ରେଷ୍ଟରେ ରଖିଦେବେ। ତ ଦେଖିପାରୁଥିବେ କେତିକି ବହଳିଆ ହେଇଛି। ତ ଆମର ପରଫେକ୍ଟ ମାନେ ଯେତିକି ଆମ କେକ୍ ବନେଇବା ପାଇଁ ଆମର କନସିଷ୍ଟେନ୍ସି ଦରକାର ସେହି ହିସାବରେ ବହଳିଆଟା ଅଛି। ତ ପ୍ରଥମରୁ କ୍ଷୀର କିମ୍ବା ପାଣି ଅଧିକା ଦେବେନି। ତ ଦେଖିପାରୁଥିବେ ଗୋଟେ ଛୋଟ ଚାମଚରେ 1/4 ମାନେ ଅଧ ଚାମଚରୁ ବି ଏଠି କମ୍ ନେଇଛି ବେକିଂ ସୋଡ଼ା, ଯୋଉଟାକି ଖାଇବା ସୋଡ଼ା କହନ୍ତି। ତ ଏଠି ଅଧ ଚାମଚ ନେଇଛି ବେକିଂ ପାଉଡର। ଏଠି ଅଳ୍ପ ପାଣି ଦେଇଦେଇଛି। ଦେଲା ପରେ ଏଠି 1/4 ମାନେ ଗିନାରେ ନେଇଛି। ଆପଣ ଯଦି ମେଜରିଂ କପ୍ରେ ନେଉଛନ୍ତି 1/4 କପ୍ ନେବେ ତେଲ, ଯୋଉଟାକି କୁକିଂ ତେଲ। କୌଣସି ବାସ୍ନା ତେଲ ଆପଣ ୟୁଜ୍ କରିବେନି। ତ ପକେଇଲା ପରେ ସବୁକୁ ଭଲସେ ଏଠି ଗୋଳେଇ ନେବା, ଯେମିତି ଆମ୍ବ ସହିତ ଆମର ତେଲଟା ବି ଭଲସେ ମିଶିଯିବ। ଏଠି ଦେଇଛି 2 ଚାମଚ ଟୁଟି ଫୁଟି। ଏଇଟା ପୁରା ଅପସନାଲ ଅଛି, କିନ୍ତୁ ଆପଣ ଯେତେବେଳେ କେକ୍ ବନେଇ ସାରିକି କାଟିକି ତା ମଝିରେ ଦେଖିବେ ଯୋଉ ଟୁଟି ଫୁଟିଟା ଦିଶିବ, ପିଲାମାନଙ୍କୁ ଖାଇବାକୁ ବହୁତ ବଢ଼ିଆ ଲାଗିବ, ଖାଇବାକୁ ବି ଭଲ ଲାଗିବ, ଦେଖିବାକୁ ବି ଭଲ ଲାଗିବ। ଟୁଟି ଫୁଟି ପକେଇଲା ପରେ ଭଲସେ ସବୁକୁ ଗୋଳେଇ ନେବା। ତ ଏଠି ନେଇଛି ଗୋଟେ କେକ୍ ଟିନ୍, ଯେଉଁଥିରେ ପେପର ଦେଇକି ମୁଁ ଏଠି ଅଏଲ୍ ବି ଗ୍ରୀସ୍ କରି ନେଇଛି, ତ ବାହାରିବାକୁ ସୁବିଧା ହେବ। ଆପଣ ଚାହିଁଲେ କୌଣସି ଗୋଲ କେକ୍ ଟିନ୍ରେ ବନେଇ ପାରିବେ, ନହେଲେ ମୋଟା କୌଣସି ଯଦି ଆପଣଙ୍କର ଟିଫିନ୍ ଅଛି ସେଇଥିରେ ବି ଆପଣ ଏଠି ଅଏଲ୍କୁ ଗ୍ରୀସ୍ କରିକି ଉପରେ ଅଟା କିମ୍ବା ମଇଦା ବି ଭଲସେ ଡଷ୍ଟିଂ କରିକି ଆପଣ ଏଠି କେକ୍ ବନେଇ ପାରିବେ। ଦେଖିପାରୁଥିବେ କେକ୍ର ବ୍ୟାଟରଟା ବେଶୀ ପତଳା ନେଇ କି ବେଶୀ ମୋଟା ନେଇ, ଏଇ ଟାଇପ୍ର କଲେ ଆପଣଙ୍କର କେକ୍ ବହୁତ ହି ବଢ଼ିଆ ହେବ। ତ 2-3 ଥର ଟ୍ୟାପ୍ କରିନେବା ଆଉ ଉପରୁ ଦେଇଦେବା। ମୁଁ ଏଠି ନେଇଛି ଆଲମଣ୍ଡକୁ
छोट छोट काटिकी नहीं आपन चाहिए काजू पिस्ता जेकोसी ड्राई फ्रुट्स आप काटिकी ऊपर को ऊपर पकई पारे देखिपार केते सुंदर दुसुची। तो मुझे प्रीहिट करने माने लुण पकईकी एटी गोटे स्टाण्ड दे देछि एटी गरम अच्छी आपण आगर प्रीहिट करके रखु रखी सारापर एटी केटिन देलापर मुझे गोटे बड़ साइज रोटे घोड़णी एटी घोड़े देवी जो बहुत जोर ताती। तो प्रथम टिके गैस मीडियम रखि 5 मिनिट तापर ये लो फ्लेम करके मत प्राय 40 ରୁ 45 मिनिट समय लगी तो ये छुरी किंबा ये टूथपिक आम चेक माने इनसर्ट करके देखिपर जे आपण केक भलसे आपणकर होती ना नहीं। तो मुझे बाहर करने टे गरम अच्छी टे समय ठंडा हाँपाई छाड़देवा ठंडा है मुझे देखा। तो देखिए केते सुंदर आमर केक बनिकी रेडी होती आ पेपर को बाहर करनबा। तो रज पूर्व आप केक बनिकी रखिपारे रज 3 दिन आराम से आप खाईपारे पोड़पिठा सहित। तो घरे पोड़पिठा बनाबे जदि चाहूँगी आपंकर मोर रेसिपी देखापी मो आई बटन रे आपको पोड़पिठार लिंक देदेवी। तो देखो केक आपंकर केते सुंदर होती केवल सुजी रे केक बनिकी रेडी होती। तो निश्चिंत रेसिपीटा रजरे ट्राए करूँ आपन को रेसिपीटा केमती लगला निश्चिंत कमेंट करी कहिबे। बहुत नरम और बहुत टेस्टी भी बनी थिला। तो रेसिपीटा बनातु लाइक शेयर सब्सक्राइब करने को जमार भूलिबेनी। पुणी आसबि गोटे नुआ रेसिपी सहित भल खातु सुस्थ रुहतु। वीडियोटा पूरा देखिथिबारु धन्यवाद।